+2 ବା ଯୁକ୍ତ 2ର ପରୀକ୍ଷାର ଆସିଲା ବଡ଼ ଅପଡ଼େଟ୍, ଯାହାକି CHSE ଧାର୍ଯ୍ୟ କରିଥିଲା ଶନିବାର ଖାତା ଦେଖା ସରିବ, କିନ୍ତୁ ତାହା ବିଳମ୍ବରେ ଚାଲୁଅଛି। ସୋମବାର ଦିନ ମୂଲ୍ୟାୟନ ଶେଷ କରି ରଖିବାକୁ ତାହା ସେ ଧାର୍ଯ୍ୟ କରିଛି CHSE। ଏମିତି ଯଦି ଆପଣ ପ୍ରଥମ ଥର ପାଇଁ ଏ ଭିଡ଼ିଓଟିକୁ ଦେଖୁଛନ୍ତି, ସବସ୍କ୍ରାଇବ୍ କରନ୍ତୁ ଏବଂ ଆପଣଙ୍କ ସାଙ୍ଗସାଥି ଯେଉଁମାନେ ପରୀକ୍ଷା ଦେଇଛନ୍ତି ତାଙ୍କ ପାଖକୁ ସେୟାର କରନ୍ତୁ, କାରଣ ଏହି ଚ୍ୟାନେଲରେ ସବୁ ଅପକମିଂ ରିକ୍ରୁଟମେଣ୍ଟ ବିଷୟରେ ମୁଁ କୁହେ। ଆପଣମାନେ ଦୟାକରି ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଆସନ୍ତୁ ଜାଣିବା, ଏଥର CHSEଙ୍କର ଏକ ବଡ଼ ଅଫିସର କହିଥିଲେ କି ତାଙ୍କର 90% ଖାତା ଦେଖା ସରିଗଲାଣି, ଆଉ 10% ବାକି ଅଛି। ରେଜଲ୍ଟ ବିଷୟରେ CHSE କହିଥିଲା। CHSEର ବରିଷ୍ଠ ଅଧିକାରୀଟି କହିଥିଲେ, ଏଥର ପ୍ରଥମ ଥର ପାଇଁ 4ଟି ଷ୍ଟ୍ରିମ୍, ଯାହାକି ସାଇନ୍ସ, ଆର୍ଟସ୍, କମର୍ସ ଏବଂ ଭୋକେସନାଲର ଏକା ଥରକେ ବାହାର କରିବ ରେଜଲ୍ଟ। ପୂର୍ବବର୍ଷ ଭଳି ପ୍ରଥମେ ସାଇନ୍ସ ବାହାରେ, କିନ୍ତୁ ଏଥର CHSE ତା'ର 4ଟି ଷ୍ଟ୍ରିମ୍ର ଏକା ସହିତ ବାହାର କରିବ। ଏବେ ବି ଆପଣ ଯାଇ ଚେକ୍ କରିପାରିବେ ସାମ୍ସରେ। ଏବେ ବି କହୁଛି ମେ 15 ସୁଦ୍ଧା ସେ ତା'ର ରେଜଲ୍ଟଟି ଡିକ୍ଲେୟାର କରିଦେବ ଏବଂ ଆପଣମାନେ ଯାଇକରି ସାମ୍ସରେ ନହେଲେ ତ CHSEOdisha.NISରେ ଚେକ୍ କରିପାରିବେ ଆପଣଙ୍କ ରେଜଲ୍ଟ। ଆପଣଙ୍କୁ ଶେଷଥର ପାଇଁ କହିବାକୁ ଚାହୁଁଛି, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ଆପଣଙ୍କ ସାଙ୍ଗସାଥି ନିକଟକୁ ପହଞ୍ଚାନ୍ତୁ। ଏଥିରେ SSC, ରେଲୱେ, ବ୍ୟାଙ୍କିଂ ବିଷୟରେ, ଅପକମିଂ ରିକ୍ରୁଟମେଣ୍ଟ ବିଷୟରେ ମୁଁ ନୋଟିଫିକେସନ୍ ଆସିଲା ପରେ ଆପଣଙ୍କୁ ଜଣାଏ। ଆପଣ ତ 18 ବର୍ଷ ହୋଇଗଲା, ଆପଣ ଏବେ ଚାହିଁଲେ ସବୁ ଫର୍ମଟି ପକାଇ ପାରିବେ ଏବଂ ଏହି ଚ୍ୟାନେଲଟିକୁ ଦୟାକରି ସବସ୍କ୍ରାଇବ୍ କରନ୍ତୁ ଏବଂ ସେୟାର କରନ୍ତୁ।